ଭାରତର ସବୁଠାରୁ ବଡ଼ ସହର କ'ଣ? ଉତ୍ତର ମୁମ୍ବାଇ। ଭାରତର ସବୁଠାରୁ ବଡ଼ ରାଜ୍ୟ କ'ଣ? ଉତ୍ତର ରାଜସ୍ଥାନ। ଭାରତରେ କେତେ ରାଜ୍ୟ ଅଛି? ଉତ୍ତର 28 ରାଜ୍ୟ। ଭାରତର ସବୁଠାରୁ ଲମ୍ବା ନଦୀ କ'ଣ? ଉତ୍ତର ଗଙ୍ଗା ନଦୀ। ଭାରତର ସବୁଠାରୁ ପ୍ରଶସ୍ତ ନଦୀ କ'ଣ? ଉତ୍ତର ବ୍ରହ୍ମପୁତ୍ର ନଦୀ। ଭାରତର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ କେଉଁଠାରେ ସ୍ଥାପିତ ହୋଇଛି? ଉତ୍ତର ମୁମ୍ବାଇ। ଭାରତର ଉଚ୍ଚତମ ଦୁର୍ଗର ନାମ କ'ଣ? ଉତ୍ତର କୁତୁବ ମିନାର। ଭାରତର ସବୁଠାରୁ ଲମ୍ବା ବନ୍ଧର ନାମ କ'ଣ? ଉତ୍ତର ହୀରାକୁଦ ଡ୍ୟାମ୍। ଭାରତର ସବୁଠାରୁ ଲମ୍ବା ଟନେଲର ନାମ କ'ଣ? ଉତ୍ତର ନାଇସାରୀ ଟନେଲ। ଏଭରେଷ୍ଟ ପର୍ବତ ଉପରକୁ ଫାଷ୍ଟ ଚଢ଼ିଥିବା ପ୍ରଥମ ଭାରତୀୟ ମହିଳା କିଏ? ଉତ୍ତର ବାଚେନ୍ଦ୍ରୀ ପାଲ। ଭାରତର ପ୍ରଥମ ମହିଳା IPS କିଏ? ଉତ୍ତର କିରଣ ବେଦୀ। ଭାରତର ପ୍ରଥମ ମହିଳା ରାଜ୍ୟପାଳ କିଏ? ଉତ୍ତର ସରୋଜିନୀ ନାଇଡୁ। ସ୍ୱାଧୀନ ଭାରତର ପ୍ରଥମ ରାଜ୍ୟପାଳ କିଏ ଥିଲେ? ଉତ୍ତର ଲର୍ଡ ମାଉଣ୍ଟ ବ୍ୟାଟେନ୍। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ? ଉତ୍ତର ପଣ୍ଡିତ ଜବାହରଲାଲ ନେହେରୁ। ଜବାହରଲାଲ ନେହେରୁ କେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ? ଉତ୍ତର 15 ଅଗଷ୍ଟ 1947। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ? ଉତ୍ତର ଇନ୍ଦିରା ଗାନ୍ଧୀ। ଭାରତର ପ୍ରଥମ ରାଷ୍ଟ୍ରପତି କିଏ? ଉତ୍ତର ଡକ୍ଟର ରାଜେନ୍ଦ୍ର ପ୍ରସାଦ। ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ କିଏ? ଉତ୍ତର ରବୀନ୍ଦ୍ରନାଥ ଟାଗୋର। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ରାଷ୍ଟ୍ରପତି କିଏ? ଉତ୍ତର ଉମେଶ ଚନ୍ଦ୍ର ବାନାର୍ଜୀ। ପ୍ରଥମ ଭାରତୀୟ ମହାକାଶଚାରୀର ନାମ କ'ଣ? ଉତ୍ତର ରାକେଶ ଶର୍ମା। ଭାରତର ଇଂରାଜୀ ନାମ ଭାରତ କେଉଁ ଶବ୍ଦରୁ ଉତ୍ପନ୍ନ ହୋଇଛି? ଉତ୍ତର ସିନ୍ଧୁ ଶବ୍ଦରୁ। ଭାରତର ସବୁଠାରୁ କମ୍ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ କ'ଣ? ଉତ୍ତର ସିକିମ।